କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ଦଶମ ଶ୍ରେଣୀର ଇତିହାସର ପ୍ରଥମ ଚାପ୍ଟର, ଯାହାର ନାଁ ହେଉଛି ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କର କଣ ମହତ୍ଵ ରହିଥିଲା। ତ ଫାର୍ଷ୍ଟ ପାଠରେ ରହିଛି କଣ ନା ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଙ୍କର ଆବିର୍ଭାବ କେଉଁଭଳି ଭାବରେ ହେଇଥିଲା। ତ ସେ ଯୋଉ ଫାର୍ଷ୍ଟ ଚାପ୍ଟରଟି ଅଛି, ତାର ଯୋଉ ପ୍ରଥମ ପାଠଟି ଅଛି, ତା ଦୁଇ ଭାଗରେ ଆମେ ବିଭକ୍ତ କରିକି ପଢିବା। ଆଜି ଯୋଉ ପାର୍ଟଟି ଅଛି, ପାର୍ଟ 1 ରେ ଆମେ କଣ କରିବା ନା ଗାନ୍ଧିଜୀଙ୍କ ଇଣ୍ଟ୍ରୋଡକ୍ସନ ପଢିବା। ତାପରେ କଣ କରିବା ପାର୍ଟ 2 ରେ, ମାନେ ୟାର ନେକ୍ସଟ ଭିଡିଓରେ ଆମେ କଣ କରିବା, ସେ କଣ କଣ କରିଥିଲେ ଜାତୀୟ ଆନ୍ଦୋଳନରେ, ସେ ବିଷୟରେ ଡିସ୍କସ କରିବା। ହେଲା, ତ ଫାର୍ଷ୍ଟ ଆରମ୍ଭ କରିବା ଗାନ୍ଧୀଜୀଙ୍କ ଇଣ୍ଟ୍ରୋଡକ୍ସନ୍ସ, ତାଙ୍କ ଏଜୁକେସନ, ଆଉ ସିଏ କେଉଁଭଳି ଭାବରେ ଜାତୀୟ ଆନ୍ଦୋଳନ ଭିତରେ ପ୍ରବେଶ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ନାଁ ହେଉଛି ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଜନ୍ମ ହୋଇଥିଲେ ସେ 2 ଅକ୍ଟୋବର 1869 ରେ ଗୁଜରାଟର ପୋରବନ୍ଦର ଠାରେ। ତାଙ୍କର ପତ୍ନୀଙ୍କ ନାଁ ହେଉଛି କସ୍ତୁରବା ଗାନ୍ଧୀ। ତାଙ୍କ ବିବାହ ହେଇଥିଲା 1882 ରେ। ଗାନ୍ଧିଜୀଙ୍କ ପତ୍ନୀ କସ୍ତୁରବାକୁ ଗାନ୍ଧିଜୀ ସ୍ନେହରେ ବା ବୋଲି ସମ୍ବୋଧନ କରୁଥିଲେ। ଗାନ୍ଧିଜୀଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକଳାପରେ ସେ ତାଙ୍କ ସହିତ ରହୁଥିଲେ ଏବଂ ବହୁ ଥର ବନ୍ଦୀ ମଧ୍ୟ ହୋଇଥିଲେ। ଗାନ୍ଧିଜୀଙ୍କ ବିବାହ ହେଇଥିଲା 1882 ରେ। ତାପରେ 1888 ଅକ୍ଟୋବର ମାସରେ ଗାନ୍ଧିଜୀ ବାରିଷ୍ଟର ପଢିବା ପାଇଁ ଇଂଲଣ୍ଡ ଯାଇଥିଲେ। ପାଠ ସାରିଥିଲେ ସେ 1891 ଜୁନ ମାସରେ। ସାରି ସେ ଆସିଥିଲେ, ଫେରି ଆସିଥିଲେ। ଆସିକି କଣ କଲେ ନା ରାଜକୋଟ ଆଉ ବମ୍ବେରେ ସେ ତାଙ୍କର ଆଇନ ବ୍ୟବସାୟ ଆରମ୍ଭ କଲେ। ତାପରେ କଣ ହେଲା, ଜଣେ ବ୍ୟକ୍ତି ଥିଲେ ଦାଦା ଅବଦୁଲ୍ଲା, ଜଣେ ଭାରତୀୟ ମୁସଲମାନ ଥିଲେ। ତାଙ୍କ ପାଇଁ ଓକିଲାତି ଲଢିବା ପାଇଁ ସେ ଯାଇଥିଲେ କୋଉଠି ନା ଦକ୍ଷିଣ ଆଫ୍ରିକା ର ନାଟାଲ ଜାଗାକୁ ସେ ଯାଇଥିଲେ। ତ ଯେତେବେଳେ ସେ ସାଉଥ ଆଫ୍ରିକାରେ ପହଞ୍ଚିଲେ, ସେଠି ସେ ଗୋଟେ ବିଭିନ୍ନ ପ୍ରକାର ଜିନିଷ ଦେଖିଲେ। କଣ ଦେଖିଲେ, ସେଠି ସେ ଦେଖିଲେ କି ଗୋରା ଲୋକମାନେ କଳା ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସେଠି ଯୋଉ ଭାରତୀୟ ମାନେ ଅଛନ୍ତି, ସେମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ତ ସେ କଣ ସବୁ ଦେଖିଲେ, ଶ୍ୱେତାଙ୍ଗ ଇଂରେଜ ମାନେ ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁ କୃଷ୍ଣାଙ୍ଗ ଆଫ୍ରିକୀୟଙ୍କ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟ ମାନେ ବିଭିନ୍ନ ଅତ୍ୟାଚାର ସମ୍ମୁଖୀନ ହେଉଥିଲେ। ସେଠାରେ ଭାରତୀୟ ମାନଙ୍କର କଣ ଥିଲା ନା ଭୋଟ ଦବାର କୌଣସି ଅଧିକାର ନଥିଲା। ଫାର୍ଷ୍ଟ ଥିଲା କି ତାଙ୍କର ଭୋଟ ଦାନ ଅଧିକାର ନଥିଲା। ସେମାନଙ୍କର ନାଁକୁ ପଞ୍ଜୀକରଣ କରାଯାଇ ନଥିଲା, ଫଳରେ ସେମାନଙ୍କୁ ନିର୍ବାଚନ କର ଦେବାକୁ ପଡୁଥିଲା। କାରଣ ସେମାନେ, ଆମେ କହିବା କି ସେମାନେ ରେଫ୍ୟୁଜି, ସେମାନେ କୋଉଠୁ ପଳେଇ ଆସିଛନ୍ତି, ସେମାନେ ପଞ୍ଜୀକୃତ ନଥିଲେ। ସେମାନଙ୍କର ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ଥାନ ଉଦ୍ଦିଷ୍ଟ କରାଯାଇଥିଲା। ମାନେ ଗୋଟେ ଭଲ ପରିଷ୍କାର ଜାଗା ତାଙ୍କୁ ଦିଆଯାଇ ନଥିଲା। ଗୋଟେ ଖାଲି ଜାଗା ଯୋଉଠି କେହି ରହୁନାହାନ୍ତି, ଅପରିଷ୍କାର ଜାଗାକୁ ତାଙ୍କୁ ରହିବା ପାଇଁ ସେଇଠି ବାଧ୍ୟ କରାଯାଉଥିଲା। ସେଠାରେ ରାତି 9ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଜନସାଧାରଣଙ୍କ ପାଦ ଚଲା ରାସ୍ତା ବ୍ୟବହାର କରି ପାରୁନଥିଲେ। ଯୋଉଟା ଜେନେରାଲ ପବ୍ଲିକ ଯୋଉ ରାସ୍ତାରେ ଯାଆନ୍ତି, ସେଇଟା ମଧ୍ୟ ଲୋକମାନେ ବ୍ୟବହାର କରିପାରୁ ନଥିଲେ, ଯୋଉମାନେ କଳା ଲୋକ ଆଉ ବେସିକାଲି ଯୋଉମାନେ ଭାରତୀୟ। ସେମାନେ ରେଳ ଗାଡିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁନଥିଲେ। ମାନେ ଫାର୍ଷ୍ଟ କ୍ଲାସ ବା ସେକେଣ୍ଡ କ୍ଲାସରେ ଯାତ୍ରା କରିପାରିବେ ନାହିଁ। ତ କେତେ ରହିଥିଲା ଇନଫେରିଟି ସେଇ ସମୟରେ। ତ ସେଠାରେ ଯୋଉ ଭାରତୀୟ ମାନେ ବସବାସ କରୁଥିଲେ, ସେତେବେଳେ ସେଠାରେ ଯୋଉ ଭାରତୀୟ ମାନେ ରହୁଥିଲେ, ସେମାନେ ଯଦି ବ୍ୟବସାୟୀ ହୁଅନ୍ତୁ, ବଣିକ ହୁଅନ୍ତୁ, ଜାହାଜ ମାଲିକ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, ସମସ୍ତଙ୍କୁ ଶ୍ୱେତାଙ୍ଗ ମାନେ କୁଲି ବୋଲି ସମ୍ବୋଧନ କରୁଥିଲେ ଓ ତାଙ୍କୁ ନୀଚ ଦୃଷ୍ଟିରେ ଦେଖନ୍ତି, ତାଙ୍କୁ ଇନଫେରିୟର ଭାବନ୍ତି କି ସେମାନେ ଯୋଉ ଗୋରା ଲୋକମାନେ ରହିଲେ, ସେମାନେ ତାଙ୍କୁ ଭାବନ୍ତି ସେମାନେ ହଉଛନ୍ତି ଅତ୍ୟଧିକ ନିମ୍ନ ଶ୍ରେଣୀର। ଗାନ୍ଧିଜୀଙ୍କୁ କଚେରୀ ଭିତରେ ପଗଡି କାଢି ଦେବାକୁ କୁହାଯାଇଥିଲା। ଯେତେବେଳେ ସେ କଚେରୀ ଯାଇଥିଲେ, ସେତେବେଳେ ତାଙ୍କୁ ପଗଡି ବାହାର କରିଦେବା ପାଇଁ ମଧ୍ୟ କୁହାଯାଇଥିଲା। ଥରେ ରାତି 9ଟାରେ ପାଦଚଲା ରାସ୍ତାରେ ଚାଲୁଥିବାରୁ ପୁଲିସ ଆକ୍ରମଣ ଶିକାର ହୋଇଥିଲେ। ସମସ୍ତ ହୋଟେଲ ତାଙ୍କୁ, ମାନେ ଯେକୌଣସି ହୋଟେଲରେ ସେ ରହିବାକୁ ଜାଗା ପାଉନଥିଲେ, ତାଙ୍କୁ ମନା କରି ଦିଆଯାଉଥିଲା। ଦିନେ ସେ ରେଳଗାଡିର ପ୍ରଥମ ଶ୍ରେଣୀ କୋଠରୀରେ ଯାତ୍ରା କରୁଥିବା ସମୟରେ ତାଙ୍କର ଜଣେ ଶ୍ୱେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ଗୋଟିଏ ଷ୍ଟେସନରେ ରେଳଗାଡିର ଗାର୍ଡ ପୋଲିସଙ୍କ ଦ୍ୱାରା ତାଙ୍କୁ ଜିନିଷପତ୍ର ସହ ଉକ୍ତ ରେଳ କୋଠରୀରୁ ଠେଲି ବାହାର କରି ଦିଆଯାଇଥିଲା। ଯେତେବେଳେ ମହାତ୍ମା ଗାନ୍ଧୀ କଣ କରିଥିଲେ, ଟ୍ରେନରେ ଯାଉଥିଲେ, ସେତେବେଳେ ସେ ଯେହେତୁ ସେ ବର୍ଣ୍ଣ ବିଦ୍ୱେଷ ରହିଥିଲା, ତ ଗୋରା ଲୋକମାନେ କଣ କଲେ, ଟ୍ରେନର ଯୋଉ
जे थांती गार्ड थांती सी कौन कले पुलिस को द्वारा महात्मा गांधी को ट्रेन रु बाहर कर देथिले। श्वेतांग मान व्यवहार गांधीजी का मन विद्रोही हो उठिथिला। ई जो व्यवहार गांधीजी पाइथिले ई जो हिनीमानिया व्यवहार पाइथिले तांको मन भितर गोटे विद्रोह सृष्टि हेतिला। सेठारे भारतीय मानक मध्यरे राजनैतिक सचेतनता जाग्रत କରିବା ପାଇଁ ଗାନ୍ଧୀଜୀ କଣ କଲେ ନା 1894 ରେ ନାଟାଲ ଭାରତୀୟ କଂଗ୍ରେସ ନାମକ ରାଜନୈତିକ ଅନୁଷ୍ଠାନ ଗଠନ କଲେ। ତାଙ୍କ ମନରେ ଯୋଉ ବିଦ୍ରୋହ ସୃଷ୍ଟି ହେଲା ସେ ବିଦ୍ରୋହ ଫଳରେ ଗାନ୍ଧୀଜୀ କଣ କଲେ ନା 1894 ମସିହାରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ ଏବଂ ଶ୍ଵେତାଙ୍ଗ ମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣ ମାନଙ୍କୁ ଅବଗତ କରାଇବା ପାଇଁ ଇଣ୍ଡିଆନ ଓପିନିଅନ ନାମକ ଏକ ପତ୍ରିକା ସମ୍ବାଦ ପତ୍ରିକା ପ୍ରକାଶ କଲେ। ସେ କଣ କଲେ ତାଙ୍କ ମନରେ ଯେତେବେଳେ ବିଦ୍ରୋହ ଆସିଲା ସେ ଦେଖିଲେ ଏଇ ଟାଇପ ର ଇନଫେରିଟି କରାଯାଉଛି ବ୍ଲାକ୍ ଆଉ ହ୍ୱାଇଟ କଲର କମ୍ପ୍ଲେକ୍ସନ କୁ ନେଇକି। ତ ସେତେବେଳେ ସେ କଣ କଲେ 1894 ରେ ସେ ନାଟାଲ ଭାରତୀୟ କଂଗ୍ରେସ ଏକ ଅନୁଷ୍ଠାନ ଗଠନ କଲେ ଆଉ ତା ସହିତ ଇଣ୍ଡିଆନ ଓପିନିଅନ ଏକ ସମ୍ବାଦ ପତ୍ରିକା ପ୍ରକାଶ କଲେ ଆଉ ସେହି ଜାଗାରେ ସେ ଉଦ୍ବୋଧନ ଦେଲେ କି କେଉଁ ଭଳି ଭାବରେ ଡିସ୍କ୍ରିମିନେସନ କରାଯାଉଛି। ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ନିମନ୍ତେ ଗାନ୍ଧୀଜୀ ନେତୃତ୍ୱ ନେଲେ। ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ଯେତେବେଳେ ତାଙ୍କ ମନ ବିଦ୍ରୋହୀ ହେଲା ଆଉ ସିଏ କଣ କଲେ ପତ୍ରିକା ଆରମ୍ଭ କଲେ ସେତେବେଳେ ସେ ଶବ୍ଦ ତାଙ୍କର ଆସିଲା ସତ୍ୟ ଅହିଂସାକୁ ନେଇକି ସେ ଏକ ଶବ୍ଦ ସୃଷ୍ଟି କଲେ ଯୋଉଟା ହଉଛି ସତ୍ୟାଗ୍ରହ ହେଲା। ତ ତାପରେ କଣ କଲେ ନା 1906 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣ ପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ ଗାନ୍ଧୀଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମେ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ। ଯେତେବେଳେ 1906 ରେ ସବୁ ଭାରତୀୟ ମାନଙ୍କୁ କୁହାଗଲା ତମେ ମାନେ ଆଙ୍ଗୁଠିରେ ଗୋଟେ ଛାପ ଦିଅ ଆମେ ଯୋଉଟାକୁ ଆଜି କୁହନ୍ତି ଆଙ୍ଗୁଠା ଛାପ କୁହନ୍ତି ଛାପ ଦିଅ ଆଉ ଯେତେବେଳେ ତମେ ଯାଉଛ ସେଟାକୁ ସବୁ ଜାଗାରେ ଧରିକି ଚାଲୁଥାଅ। ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ନିଜର ଆଇଡେଣ୍ଟିଟିକୁ ପ୍ରୁଫ କରିବାକୁ ପଡୁଥିଲା। ତ ଏଇ କେସରେ ଗାନ୍ଧୀଜୀ ତାକୁ ବିଦ୍ରୋହ କଲେ ଆଉ ସେଇଠି ତାଙ୍କର ପ୍ରଥମ ଅସ୍ତ୍ର ଆରମ୍ଭ ହେଲା ସତ୍ୟ ଅହିଂସାର ଅସ୍ତ୍ର ସେଟା ହଉଛି ସତ୍ୟାଗ୍ରହ। 1906 ସେପ୍ଟେମ୍ବର 11 ଜୋହାନ୍ସବର୍ଗରେ ଏମ୍ପାୟର ଥିଏଟର ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉପସ୍ଥିତ ହୋଇ ଗାନ୍ଧୀଜୀ 1906 ସେପ୍ଟେମ୍ବର 11 ମସିହାରେ ଯେଉଁ ଭାରତୀୟ ମାନେ ଉପସ୍ଥିତ ଥିଲେ ସେ ଭାରତୀୟ ମାନଙ୍କୁ ଗାନ୍ଧୀଜୀ ଉଦ୍ବୋଧନ ଦେଲେ କି ଆମେ କଣ କରିବା ଏଇ ଆଇନ ଏଗେନଷ୍ଟରେ ଯିବା ଆମେ ଏଇ ଆଇନକୁ ସପୋର୍ଟ କରିବା ନାହିଁ। ତ ଭାରତୀୟ ମାନେ ଏଇ ଆଇନକୁ ବିରୋଧ କରିବା ପାଇଁ ଗାନ୍ଧୀଜୀଙ୍କ ସହିତ ଆସିଲେ। ତାହା ହିଁ ଲେଖା ହେଇଛି ଥିବା ଭାରତୀୟ ମାନେ ଏହି କଳା ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ ସଂକଳ୍ପ ନେଲେ। ସରକାର ଅନେକ ଆନ୍ଦୋଳନକାରୀକୁ ବନ୍ଦୀ କଲେ। ସେଇ ଟାଇମରେ ଯେତେବେଳେ ଭାରତୀୟ ମାନେ ସରକାରଙ୍କ ଏଗେନଷ୍ଟରେ ଗଲେ ତ ଭାରତୀୟ ମାନଙ୍କୁ କଣ କରାଗଲା ଯୋଉମାନେ ଆନ୍ଦୋଳନ କରୁଥିଲେ ତାଙ୍କୁ ବନ୍ଦୀ କରାଗଲା। ଗାନ୍ଧୀଜୀଙ୍କୁ ମଧ୍ୟ ଗାନ୍ଧୀଜୀଙ୍କୁ ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ କରି ରଖାଗଲା। ତ ଗାନ୍ଧୀଜୀଙ୍କୁ ମଧ୍ୟ ସେତେବେଳେ ଆରେଷ୍ଟ କରାଯାଇଥିଲା ଆଉ ତାଙ୍କୁ ମଧ୍ୟ ଜେଲରେ ରଖାଯାଇଥିଲା। ଏହି ଅହିଂସା ଆନ୍ଦୋଳନ ବିରୋଧରେ ସରକାରଙ୍କ ଦମନମୂଳକ ନୀତି ଅଧିକ ସଂଖ୍ୟକ ଭାରତୀୟଙ୍କୁ ଆଇନ ଅମାନ୍ୟ କରିବା ପାଇଁ ପ୍ରରୋଚିତ କଲା। ଯେତେବେଳେ ଭାରତୀୟ ମାନେ ଆନ୍ଦୋଳନ କରୁଥିଲେ ସତ୍ୟ ଅହିଂସା ବାଟରେ ଆନ୍ଦୋଳନ କରୁଥିଲେ ସେତେବେଳେ କଣ ହେଲା ସେଠିକାର ସରକାର ତାକୁ ଦମନ କରିବାକୁ ଚେଷ୍ଟା କଲେ। ଯେତେବେଳେ ସେମାନେ ଦମନ କରିବାକୁ ଚେଷ୍ଟା କଲେ ତାଙ୍କ ଏଗେନଷ୍ଟରେ ଭାରତୀୟ ମାନେ ସୁଦୃଢ ହେଲେ ଆଉ ଏଗେନ ସେମାନେ କଣ କଲେ ନା ଆନ୍ଦୋଳନ କଲେ। ଫଳରେ ସରକାର କଣ କଲେ ସରକାର ସେମାନଙ୍କୁ ବନ୍ଦୀ ଅନେକ ଲୋକଙ୍କୁ ବନ୍ଦୀ କଲେ। ତ ଗାନ୍ଧୀଜୀଙ୍କର କଣ ହେଲା ଗାନ୍ଧୀଜୀ ଯୋଉ ସତ୍ୟ ଅହିଂସା ବାଟରେ ଯାଇକି ଯାଉଥିଲେ ତାଙ୍କର ସେଇ ନୀତିଟି ସଫଳ ହେଲା। ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ନୀତି ସଫଳ ହେଲା। ଇତିମଧ୍ୟରେ ତା ମଧ୍ୟରେ କଣ ହେଲା ନା ସରକାରଙ୍କ ଦ୍ଵାରା ଭାରତୀୟଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ଦେଶାନ୍ତର ଗମନ ଆଇନ ସରକାରଙ୍କ ଦ୍ଵାରା ଭାରତୀୟଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନ ବିରୋଧରେ ଅନେକ ଭାରତୀୟ 1908 ଅଗଷ୍ଟରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ଏବଂ ଗିରଫ ହେଲେ। ଯେତେବେଳେ ଗାନ୍ଧୀଜୀ କଣ କଲେ ନା ସତ୍ୟାଗ୍ରହ ଆରମ୍ଭ କଲେ ଲୋକମାନେ ଦେଖିଲେ ଏଇ ସତ୍ୟାଗ୍ରହ ବାଟରେ ସେମାନେ ତାଙ୍କର ଅଧିକାର ପ୍ରାପ୍ତ କରିପାରିବେ ଆଉ ସେମାନେ ଯୋଉ ଜିନିଷଟା ଭୁଲ ହଉଛି ତା ଜାଗାରେ ସେମାନେ ସ୍ୱର ଉତ୍ତୋଳନ କରିପାରିବେ। ତେଣୁ ଯୋଉ ଆଉ ଗୋଟେ ଆଇନ ଥିଲା କି ଦେଶାନ୍ତର ଗମନ ନିଷେଧ ଥିଲା ସେଇ ଆଇନ ଏଗେନଷ୍ଟରେ ମଧ୍ୟ ଭାରତୀୟ ମାନେ ଛିଡା ହେଲେ ଆଉ 1908 ଅଗଷ୍ଟରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ଆଉ ତାପରେ କଣ ହେଲା ଯେହେତୁ ସେମାନେ ସରକାର ଏଗେନଷ୍ଟରେ ଗଲେ ତାଙ୍କୁ ଗିରଫ କରାଗଲା। ସେହି ବର୍ଷ ଅକ୍ଟୋବରରେ ଗାନ୍ଧୀଜୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
आंदोलन प्रशमित हेबा परिवर्ते अधिक शक्तिशाली हैला 1913 मार्च 14 रे एई वर्ष कौन हैला 1913 मार्च 14 रे दक्षिण आफ्रिका उच्चतम न्यायालय एक निष्पत्ति नेले कौन से निष्पत्तिटा थिला कि ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇ ନଥିବା ଓ ପଞ୍ଜୀକରଣ ହୋଇ ନଥିବା ଭାରତୀୟଙ୍କ ବିବାହର ସ୍ୱୀକୃତି ପ୍ରତ୍ୟାହାର କରାଗଲା ଯେଉଁ ଭାରତୀୟ ମାନେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିନାହାନ୍ତି ତାଙ୍କର ଯୋଉ ବିବାହ ହେଇଥିଲା ସେଇଟା ପଞ୍ଜୀକୃତ ହେବ ନାହିଁ ବା ସେମାନଙ୍କୁ ବିବାହିତ ବୋଲି ବିବେଚନା କରାଯିବ ନାହିଁ ଏହି ବିରୋଧରେ ସଂଗଠିତ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ନେତୃତ୍ୱାଧୀନ ଶେଷ ଆନ୍ଦୋଳନ ଥିଲା ତ ଗାନ୍ଧିଜୀଙ୍କର ଦକ୍ଷିଣ ଆଫ୍ରିକାରେ ଶେଷ ଆନ୍ଦୋଳନ ଥିଲା 1913 ମସିହା ମାର୍ଚ୍ଚ 14 ରେ ଗାନ୍ଧିଜୀଙ୍କ ନୂତନ ସଂଗ୍ରାମ ନିକଟରେ ଇଂରେଜ ସରକାର ହାର ମାନିଲେ ଏବଂ କେତେକ ଅପମାନଜନକ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ ସେ ସମୟରେ ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟ ଥିଲେ ଜେନେରାଲ ସ୍କଟ୍ସ କିଏ ଥିଲେ ନା ଜେନେରାଲ ସ୍କଟ୍ସ ଥିଲେ ଏଟା ଅଣ୍ଡରଲାଇନ କରିଦବା ହେଲା ତାପରେ କଣ ହେଲା 1915 ଜାନୁଆରୀ 9 ତାରିଖରେ ଗାନ୍ଧିଜୀ ଭାରତ ଫେରିଲେ ତ ତାଙ୍କର ଲାଷ୍ଟ ଆନ୍ଦୋଳନ ଥିଲା ସାଉଥ ଆଫ୍ରିକାରେ କୋଉଟା ନା 1913 ମସିହାରେ ମାର୍ଚ୍ଚ 14 ତାରିଖରେ ଯୋଉ ଆନ୍ଦୋଳନଟି ସେ କରିଥିଲେ ତାପରେ ସେ 1915 ରେ ଇଣ୍ଡିଆ ଫେରିଲେ ଜାନୁଆରୀ 9 ତାରିଖରେ ଭାରତକୁ ଫେରିଲେ ଗାନ୍ଧିଜୀ ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବେ ଗ୍ରହଣ କଲେ କାହାକୁ ଗୁରୁ ଭାବେ ଗ୍ରହଣ କଲେ ନା ଗାନ୍ଧିଜୀ ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କ ଗୁରୁ ଭାବେ ଗ୍ରହଣ କଲେ ଗୋଖଲେଙ୍କ ଉପଦେଶ ଅନୁଯାୟୀ ଗାନ୍ଧିଜୀ 1 ବର୍ଷ କାଳ ରାଜନୀତିରୁ ଦୂରେଇ ରହିଥିଲେ ଓ ସେହି ସମୟ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କ ରାଜନୈତିକ ମନୋଭାବ ଲକ୍ଷ୍ୟ କରିଥିଲେ ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ ତ ତାଙ୍କ ନାଁ ଥିଲା କଣ ନା ମୋହନ ଦାସ କରମଚନ୍ଦ ଗାନ୍ଧୀ ତାଙ୍କର ଏଇ ଯୋଉ କାର୍ଯ୍ୟ ଦେଖି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେ ଦେଶବାସୀଙ୍କୁ ସତ୍ୟ ଅହିଂସା ନିଷ୍ଠା ନିର୍ଭୀକତାର ପଥ ପ୍ରଦର୍ଶନ କରିଥିଲେ ଗାନ୍ଧିଜୀଙ୍କର ପ୍ରଥମ ମୂଲ୍ୟ ଥିଲା ସତ୍ୟ ଏବଂ ଅହିଂସା ତେଣୁ ସେ 1916 ମସିହାରେ ଅହମ୍ମଦାବାଦରେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରି ଦେଶବାସୀଙ୍କୁ କହିଲେ ସତ୍ୟ ଅହିଂସା ନିଷ୍ଠା ଓ ନିର୍ଭୀକତାର ପଥ ପ୍ରଦର୍ଶନ କରିଥିଲେ ଗାନ୍ଧିଜୀଙ୍କ ମତରେ ସତ୍ୟାଗ୍ରହର ଅର୍ଥ ଭୀରୁତା ନୁହଁ ସତ୍ୟାଗ୍ରହ ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ 1917ରେ ଇଂରେଜ ଉପନିବେଶ ଗୁଡିକ ପାଇଁ ଭାରତୀୟ ମାନଙ୍କ ନିଯୁକ୍ତିକୁ ବନ୍ଦ ନ କଲେ ସରକାରଙ୍କ ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଇ ଗାନ୍ଧିଜୀ ଏକ ନିଯୁକ୍ତି ବନ୍ଦ କରିବାରେ ସଫଳ ହେଇଥିଲେ କେବେ ସଫଳ ହେଇଥିଲେ ନା 1917 ମସିହାରେ ପ୍ରାରମ୍ଭିକ ସ୍ତରରେ ଭାରତରେ ତାଙ୍କ ଦ୍ୱାରା ସଂଗଠିତ କେତେକ ଆନ୍ଦୋଳନ ସଫଳତା ତାଙ୍କ ପ୍ରସିଦ୍ଧି ଆଣିଥିଲା ତ ଏଇଭଳି ଭାବରେ ଗାନ୍ଧିଜୀଙ୍କର ଏଣ୍ଟ୍ରି ହେଇଥିଲା କୋଉଠି ନା ଅହିଂସା ଭାରତର ଯୋଉ ସ୍ୱାଧୀନତା ଆନ୍ଦୋଳନ ଥିଲା ଅହିଂସା ନୀତିର ଆନ୍ଦୋଳନ ଥିଲା ତା ମଧ୍ୟକୁ ସେ ପ୍ରବେଶ କରିଥିଲେ ତାପରେ ସେ ବିଭିନ୍ନ ପ୍ରକାର ଆନ୍ଦୋଳନ କରିଥିଲେ ଗୋଟେ କ୍ୱେଶ୍ଚିନ୍ ଥିଲା ଦକ୍ଷିଣ ଆଫ୍ରିକା ମାନଚିତ୍ରରେ ନାଟାଲ ଓ ଜୋହାନ୍ସବର୍ଗ ଅବସ୍ଥିତ ସୂଚାଅ କେଉଁଠାରେ ଅଛି ଦେଖିବା ଯଦି ଆମେ ଏଠି ସାଉଥ ଆଫ୍ରିକାର ମ୍ୟାପଟି ନବା ତାହେଲେ ନାଟାଲ କୋଉଠି ଅଛି ନା ନାଟାଲ ଏଇ ଜାଗାରେ ଅଛି ହେଲା ଆଉ ଜୋହାନ୍ସବର୍ଗ କୋଉଠି ନା ଏଇଠି ଅଛି ବୁଝିଲା ତ ଏଇଟା ହଉଛି ସାଉଥ ଆଫ୍ରିକାର ମ୍ୟାପଟି ଗାନ୍ଧିଜୀଙ୍କର ଆମେ ସତ୍ୟାଗ୍ରହ କେଉଁଭଳି ଭାବରେ ଆରମ୍ଭ ହେଲା ସେଟା ତ ଆମେ ଭିଡିଓ ଆରମ୍ଭରୁ ଏପର୍ଯ୍ୟନ୍ତ ଶିଖିଲେ ନେକ୍ସଟ ଭିଡିଓରେ ଆମେ ଚମ୍ପାରନ ଆନ୍ଦୋଳନ ଖେଡା ଆନ୍ଦୋଳନ ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ ରାଉଲତ ଆଇନ ବିରୁଦ୍ଧରେ ଆନ୍ଦୋଳନ ଆଉ ଜାଲିଆନାବାଗ ହତ୍ୟାକାଣ୍ଡ ଏ ପାଞ୍ଚଟି ଟପିକକୁ କଭର କରିବା ଆଉ ଏ ପାଞ୍ଚଟି ଟପିକ କଭର କରିଦେଲେ ଆମର ଫାର୍ଷ୍ଟ ଚାପ୍ଟରର ପାର୍ଟ 1 ଯୋଉଟା ଅଛି ପ୍ରଥମ ପାଠ ସେଇଟା କମ୍ପ୍ଲିଟ ହେଇଯିବ ଭିଡିଓଟି ଦେଖିବ କେମିତି ଲାଗିଲା ନିଜ କମେଣ୍ଟ ଦବ ଭଲ ଲାଗିଲା କି ଆଉ କିଛି ଆମେ ଏଥିରେ ଆଡ କରିବା କହିବ ଆଉ ଯଦି ଭଲ ଲାଗିଲା ତାହେଲେ ଅନ୍ୟମାନଙ୍କୁ କହିବ ଦେଖିବା ପାଇଁ ସେୟାର କରିବ ଆଉ ଯଦି ଯୋଉମାନେ ଭିଡିଓ ଦେଖୁଛନ୍ତି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରିଦବ ଆଉ ହଁ ଯଦି ଭିଡିଓ ଭଲ ଲାଗିଲା ଟିକେ ଲାଇକ୍ କରିଦବ ତାହେଲେ ଦେଖା ହବ ଆଗାମୀ ଭିଡିଓରେ ଭଲରେ ରୁହ ସୁସ୍ଥରେ ରୁହ ମତେ ଅନୁମତି ଦିଅ ବାଏ ବାଏ